ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଏକ ଏମିତି କାହାଣୀ ବିଷୟରେ କଥା ହେବା ଯାହା ଓଡ଼ିଶାର କୋଟି କୋଟି ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରିଛି। ହଁ, ଆମେ କଥା ହେଉଛେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବିଷୟରେ। ଏକ ଏମିତି ପବିତ୍ର ଜାଗା ଯାହା ଶହ ଶହ ବର୍ଷ ଧରି ଏକ ଅସମାହିତ ରହସ୍ୟ ହୋଇ ରହିଆସିଛି। ସବୁଠୁ ବଡ଼ ପ୍ରଶ୍ନଟା ହେଉଛି, ଏତେ ଅମୂଲ୍ୟ ସମ୍ପତ୍ତି ଥାଇ ବି ଏ ଭଣ୍ଡାର ଘର ଶହ ଶହ ବର୍ଷ ଧରି ବନ୍ଦ କାହିଁକି? ଆଖିର ସେ ଅନ୍ଧାର କୋଠରୀ ଭିତରେ ଏମିତି କ'ଣ ଲୁଚି ରହିଛି ଯେ ତାକୁ ନେଇ ଏତେ କଥା, ଏତେ କଳ୍ପନା ଜଳ୍ପନା? ଚାଲନ୍ତୁ ଆଜି ଏହି ରହସ୍ୟର ପରସ୍ତ ପରେ ପରସ୍ତ ଖୋଲିବାକୁ ଚେଷ୍ଟା କରିବା। ଆଚ୍ଛା, ତେବେ ପ୍ରଥମେ ବୁଝିବାକୁ ହେବ ଯେ ଏ ରତ୍ନଭଣ୍ଡାରଟା ପ୍ରକୃତରେ କ'ଣ। ଦେଖନ୍ତୁ, ଏଇଟା ଖାଲି ଗୋଟେ ଘର ନୁହେଁ, ଏହା ହେଉଛି ସ୍ୱୟଂ ମହାପ୍ରଭୁଙ୍କର ପବିତ୍ର ଧନଭଣ୍ଡାର। ଏଠି ଏତେ ପରିମାଣର ସୁନା, ରୂପା, ହୀରା ଆଉ ଅଗଣିତ ମୂଲ୍ୟବାନ ରତ୍ନ ଅଛି ବୋଲି କୁହାଯାଏ ଯେ ତାର ହିସାବ କରିବା ପ୍ରାୟ ଅସମ୍ଭବ। ହେଲେ ଏଠି ଗୋଟେ ମଜାଦାର କଥା ଅଛି। ଏହି ରତ୍ନଭଣ୍ଡାର ପ୍ରକୃତରେ ଗୋଟିଏ ନୁହେଁ, ବରଂ ଦୁଇ ଭାଗରେ ବଣ୍ଟା ହୋଇଛି। ଗୋଟିଏ ହେଲା ବାହାର ଭଣ୍ଡାର ଆଉ ଅନ୍ୟଟି ହେଲା ଭିତର ଭଣ୍ଡାର। ଆଉ ଆମର ସବୁ ରହସ୍ୟ ଆଉ କୌତୂହଳର କେନ୍ଦ୍ରବିନ୍ଦୁ ହେଉଛି ସେହି ଭିତର ଭଣ୍ଡାର। ଏଇ ଦୁଇଟା ଭିତରେ ଫରକଟା ବୁଝିବାକୁ ହେବ। ଦେଖନ୍ତୁ, ବାହାର ଭଣ୍ଡାରଟା ମହାପ୍ରଭୁଙ୍କର ଦୈନନ୍ଦିନ ନୀତିକାନ୍ତି, ବେଶଭୂଷା ପାଇଁ ବାରମ୍ବାର ଖୋଲାଯାଏ। ସେବକମାନେ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ସେଇ ଭିତର ଭଣ୍ଡାର, ସେଇଟା ଦଶନ୍ଧି ଦଶନ୍ଧି ଧରି ବନ୍ଦ ହୋଇ ରହିଛି। ଭିତରେ ସତରେ କ'ଣ ଅଛି କେହି ଜାଣନ୍ତିନି, ଆଉ ସେଠିକି ଯିବାପାଇଁ କାହାକୁ ବି ଅନୁମତି ନାହିଁ, ସମ୍ପୂର୍ଣ୍ଣ ନିଷେଧ। ତେବେ ଏବେ ଆସନ୍ତୁ କାହାଣୀର ସବୁଠୁ ରୋମାଞ୍ଚକ ଦିଗକୁ, ଯେଉଁଠି ଇତିହାସ ସହିତ ବିଶ୍ୱାସ ଆଉ ବିଶ୍ୱାସ ସହିତ ଭୟ ମିଶି ଏକାକାର ହୋଇଯାଇଛି। ଲୋକକଥା ଆଉ କିମ୍ବଦନ୍ତୀକୁ ଯଦି ବିଶ୍ୱାସ କରାଯାଏ, ତେବେ ଏ ଭିତର ଭଣ୍ଡାରରେ ଏମିତି ସମ୍ପତ୍ତି ଅଛି ଯାହା ଆମ କଳ୍ପନାର ବାହାରେ। କୁହାଯାଏ ଏମିତି ଏମିତି ମୂଲ୍ୟବାନ ରତ୍ନ ଅଛି ଯାହା ପୃଥିବୀରେ ଆଉ କେଉଁଠି ମିଳିବନି, ଆଉ ତାର ମୂଲ୍ୟ ସେଟା ତ କୌଣସି ମାପଦଣ୍ଡରେ ମାପିବା ସମ୍ଭବ ହିଁ ନୁହେଁ। କିନ୍ତୁ କାହାଣୀରେ ଏକ ମୋଡ଼ ଅଛି। ଏହି ଅମାପ ସମ୍ପତ୍ତିର ଚକମକ ସହିତ ଯୋଡ଼ି ହୋଇ ରହିଛି ଏକ ଗଭୀର ଅଜଣା ଭୟ। ଶୁଣିବାକୁ ମିଳେ ଯେ ଏ ଭଣ୍ଡାରର ଜଗୁଆଳି କୌଣସି ମଣିଷ ନୁହେଁ, ବରଂ କୌଣସି ଏକ ଅଦୃଶ୍ୟ ଦୈବୀ ଶକ୍ତି। ହଁ, ବିଶ୍ୱାସ କରାଯାଏ ଯେ ଏ ଭଣ୍ଡାର ଉପରେ ଏକ ଶକ୍ତିଶାଳୀ ଅଭିଶାପ ରହିଛି। କୁହାଯାଏ ଯଦି କେହି ମହାପ୍ରଭୁଙ୍କ ଇଚ୍ଛା ବିନା ଏହାକୁ ଖୋଲିବାକୁ ସାହସ କରେ, ତାର ସର୍ବନାଶ ସୁନିଶ୍ଚିତ। ତା ଉପରକୁ ଭୟଙ୍କର ବିପଦ ମାଡ଼ି ଆସିବ। ଆଉ ସେଇଥିପାଇଁ ତ ଏହି ଭୟ ଆଉ ଭକ୍ତିର ମିଶ୍ରଣ ଏ ଜାଗାକୁ ଏକ ପବିତ୍ର ରହସ୍ୟରେ ପରିଣତ କରିଦେଇଛି। ଆଚ୍ଛା, ତେବେ ଏସବୁ ତ ଗଲା କିମ୍ବଦନ୍ତୀ ଆଉ ବିଶ୍ୱାସର କଥା। କିନ୍ତୁ ଏହାର ବାସ୍ତବ ପକ୍ଷଟା କ'ଣ? ପ୍ରଶାସନିକ ସ୍ତରରେ ଏମିତି କି କାରଣ ଅଛି ଯେଉଁଥିପାଇଁ ଏହାକୁ ଖୋଲାଯାଇପାରୁନି? ତେବେ ପ୍ରଶ୍ନ ଉଠୁଛି, କ'ଣ ସତରେ ଖାଲି ଅଭିଶାପର ଡର ପାଇଁ ଏଟା ବନ୍ଦ ହୋଇ ରହିଛି, ନା ଏହା ପଛରେ ଆମ ଆଧୁନିକ ଦୁନିଆର କିଛି ବାସ୍ତବ ସମସ୍ୟା ବି ଅଛି? ବାସ୍ତବ କାରଣଗୁଡ଼ିକୁ ଦେଖିଲେ ମୁଖ୍ୟତଃ ତିନୋଟି କଥା ସାମ୍ନାକୁ ଆସେ। ପ୍ରଥମ କଥା ହେଲା ସୁରକ୍ଷା। ଏତେ ବିଶାଳ ସମ୍ପତ୍ତିର ସୁରକ୍ଷା କରିବା କିଛି ସହଜ କଥା ନୁହେଁ। ଦ୍ୱିତୀୟ କଥା, ଏହାର ତାଲା। ଶହ ଶହ ବର୍ଷ ପୁରୁଣା ସେହି ତାଲା ବ୍ୟବସ୍ଥାକୁ ଖୋଲିବା ବହୁତ ଜଟିଳ। ଆଉ ତୃତୀୟ, ସବୁଠୁ ବଡ଼ ସମସ୍ୟା, ସରକାରୀ ଅନୁମୋଦନ। ଏହାକୁ ଖୋଲିବା ପାଇଁ ଯେଉଁ ପ୍ରକ୍ରିୟା ଦରକାର ତାହା ବହୁତ ଲମ୍ବା ଆଉ ପେଞ୍ଚିଲା। ଦେଖନ୍ତୁ, କେହି ଜଣେ ଚାହିଁଲେ ଏହାକୁ ଖୋଲି ଦେଇପାରିବେନି। ଏଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦୁହିଁଙ୍କର ମିଳିତ ଅନୁମୋଦନ ଦରକାର। ଆଉ ଏହି ପ୍ରକ୍ରିୟାଟା ଏତେ ଜଟିଳ ଯେ ଏହା ହିଁ ଏକ ପ୍ରକାର ଆଧୁନିକ ତାଳ ଭଳି କାମ କରୁଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାରରେ କ'ଣ କ'ଣ ଜିନିଷ ଅଛି ତାର କୌଣସି ସମ୍ପୂର୍ଣ୍ଣ ତାଲିକା କିମ୍ବା ସେସବର ବର୍ତ୍ତମାନର ସ୍ଥିତି କେମିତି ଅଛି ସେ ବିଷୟରେ କୌଣସି ସରକାରୀ ତଥ୍ୟ ସାଧାରଣ ଲୋକଙ୍କ ପାଖରେ ନାହିଁ। ତେବେ ଯେତେବେଳେ କୌଣସି ସୂଚନା ନଥିବ, ସେତେବେଳେ କଳ୍ପନା ଜଳ୍ପନା ଆଉ କୌତୂହଳ ତ ବଢ଼ିବ ହିଁ ବଢ଼ିବ। ତେବେ ଏତେ ସବୁ କଥା ପରେ ଗୋଟିଏ ଜିନିଷ ସ୍ପଷ୍ଟ, କାରଣ ଯାହା ବି ହେଉନା କାହିଁକି, ସେହି ବନ୍ଦ କବାଟ ପଛର ରହସ୍ୟ ଆଜି ବି ଅସମାହିତ। ତେବେ ଏ କାହାଣୀର ଦୁଇଟି ଦିଗ ଅଛି। ଗୋଟେ ପଟେ ଅଛି ଦୈବୀ ଅଭିଶାପ, ଅକଳନ ସମ୍ପତ୍ତିର କିମ୍ବଦନ୍ତୀ, ଯାହା ଆମ ଭୟ ଆଉ ବିଶ୍ୱାସ ଜଡ଼ିତ। ଆଉ ଅନ୍ୟପଟେ ଅଛି ସୁରକ୍ଷା, ଆଇନ କାନୁନ ଆଉ ସରକାରୀ କାଗଜପତ୍ରର ଜଟିଳତା, ଯାହା ବାସ୍ତବ ଦୁନିଆର ସମସ୍ୟା। ଆଉ ଏହି ଦୁଇଟା ମିଶି ହିଁ ରତ୍ନଭଣ୍ଡାରର ରହସ୍ୟକୁ ଆହୁରି ଗଭୀର କରିଦେଇଛି। ତେବେ ଶେଷରେ ପ୍ରଶ୍ନ ସେହିଠି ହିଁ ଅଟକି ଯାଉଛି। ସେହି ଅନ୍ଧାର ଭିତରେ ପ୍ରକୃତରେ ଲୁଚିଛି କ'ଣ? କେବଳ ସମ୍ପତ୍ତି, ନା ଆଉ କିଛି? ଯେଉଁ ଶକ୍ତି ଏହାକୁ ବନ୍ଦ କରି ରଖିଛି ତାହା କ'ଣ ଆମର ଭୟ, ଆମ ବ୍ୟବସ୍ଥାର ଜଟିଳତା, ନା ସତରେ ଏହା ମହାପ୍ରଭୁଙ୍କର ହିଁ ଇଚ୍ଛା? ଏହାର ଉତ୍ତର ବୋଧହୁଏ ସମୟ ହିଁ ଦେବ, କିମ୍ବା ହୁଏତ ସବୁଦିନ ପାଇଁ ସେହି ଅନ୍ଧକାର ଭିତରେ ହିଁ ଲୁଚି ରହିବ।